ସମସ୍ତଙ୍କୁ ସ୍ୱାଗତ ଜଣାଇ ଆଜି ଆଉ ଏକ ସୁନ୍ଦର କାହାଣୀର ଉପସ୍ଥାପନା କରୁଛି। କାହାଣୀଟି ହେଉଛି ମୂଲିଆ ପୁଅ ରାଜା ହେଲା। ତାହେଲେ ଆରମ୍ଭ କରିବା। ଓଡ଼ିଶା ମୁଲକର କେଉଁ କୋଣରେ ଗୋଟିଏ ଛୋଟିଆ ଗାଁ, ସେଇ ଗାଁରେ ରହେ ମୂଲିଆଟିଏ। ଜଗନ୍ନାଥ ମହାପ୍ରଭୁଙ୍କୁ ଡାକି ଡାକି ତାଙ୍କରି କରୁଣାରୁ ଅନେକ ଦିନ ପରେ ତାର ଗୋଟିଏ ପୁଅ ହେଲା। ସେଇ ପୁଅଟି ଦେଖିବାକୁ ଠିକ୍ ରଜା ପୁଅ ପରିକା। ଏମିତିକା ପୁଅକୁ କୋଳରେ ଧରି ବାପ ମା ସବୁ ଦୁଃଖ ଭୁଲିଗଲେ। ପୁଅଟି ଦିନକୁ ଦିନ ଚନ୍ଦ୍ରକଳା ପରି ବଢ଼ିବାକୁ ଲାଗିଲା। ଗରିବ ମୂଲିଆ ଘର ପୁଅ, ସିଏ ବା କରନ୍ତା କ'ଣ? ଟିକିଏ ବଡ଼ ହୋଇଯିବାରୁ ବାପା ମା ତାକୁ ନେଇ ଜଣକ ଘରେ ଗାଈ ଜଗୁଆଳି ରଖେଇଲେ। ଛୋଟ ପିଲାଟିଏ ହେଲେ କ'ଣ ହେବ, ତାର ଶାଳ ଗଜା ପରି ଏଡ଼େ ଏଡ଼େ ବାହାଟାମାନ। ଗାଈ ଜଗିଲା ବେଳେ ପିଲାଏ ବାଡ଼ି ଖେଳନ୍ତି, ସେ ବି ତାଙ୍କରି ସାଥିରେ ବାଡ଼ି ଖେଳେ। ତାର ବାଡ଼ି ଖେଳ ଦେଖି ଲୋକେ ବାହା ବାହା କରନ୍ତି। ମାଆକୁ ଆସି ତାର କହନ୍ତି, ବୁଝିଲୁ କପିଳା ମା, ତୋର ତ ସେ ପୁଅ ନୁହେଁ, ଗାଁ ଯାକରେ ହୀରା ମୁଣ୍ଡାଟାଏ। ବାଡ଼ି ଖେଳରେ ଏ ଗାଁରେ କେହି ତା ସହିତ ସମାନ ନୁହନ୍ତି। ଯିଏ ଏମିତି ବାଡ଼ି ଖେଳୁଛି, ସିଏ ତ ଖଣ୍ଡା ଧରିଲେ ଜଗତ ଜିତିବ। କୋଉ ମା ଅବା ପୁଅର ପ୍ରଶଂସା ଶୁଣିବାକୁ ଭଲ ନ ପାଏ? ଲୋକଙ୍କ ମୁହଁରୁ ସେଇ କଥା ଶୁଣି କପିଳା ମା ଚକାଡୋଳାଙ୍କ ନୀଳଚକ୍ରକୁ ମନେ ମନେ ଧ୍ୟାନ କରି ହାତ ଯୋଡ଼ିଲା। ତାର ଏକାନ୍ତ ଇଚ୍ଛା ତା ପୁଅର ପ୍ରଶଂସା ଏମିତି ଗାଁ ଭିତରେ ସୀମିତ ନ ରହି ଦେଶ ଦୁନିଆ ବ୍ୟାପିଯାଉ। ସାରା ଦୁନିଆର ଲୋକେ ତାକୁ ଆହୁରି ଆହୁରି ଅଧିକ ପ୍ରଶଂସା କରନ୍ତୁ। କପିଳା ସେ ଗାଁରେ ଯେଉଁ ବ୍ରାହ୍ମଣ ପିଲାଟି ସହିତ ସଙ୍ଗାତ ବସିଥାଏ, ତା ନାଁ କାଶିଆ। ପିଲାଏ ଢଗ ମେଲନ୍ତି, କପିଳାକୁ କାଶିଆ ଦେଖରେ ଦାଶିଆ। ସେ ଦୁହିଁଙ୍କ ଭିତରେ ଭାରି ମେଳ। ଯୁଆଡ଼େ ଯାଆନ୍ତି ହାତ ଧରାଧରି ହୋଇ ଯାଆନ୍ତି, ଖେଳନ୍ତି, ବୁଲନ୍ତି, ଆଉ ମଉଜ କରନ୍ତି। ଗୋଟାଏ ପିଜୁଳି ମଧ୍ୟ ସେମାନେ ଖାଇଲେ ସମାନ ଦୁଇ ଭାଗ କରି ଖାଆନ୍ତି। ଥରକର କଥା, କପିଳା ଗାଈ ନେଇ ପଡ଼ିଆକୁ ଚରାଇବାକୁ ଯାଇଥାଏ। ବୈଶାଖ ମାସ, ଉଦୁଉଦିଆ ଦ୍ୱିପହର। ଗାଈମାନେ ଏଣେ ତେଣେ ବୁଲି ଘାସ ଖାଉଥାନ୍ତି, କେହି କେହି ଗଛ ଛାଇରେ ଶୋଇ ପାକୁଳି କରୁଥାନ୍ତି। କପିଳା ତା ବାହାଟିକୁ ମୁଣ୍ଡ ତଳେ ଦେଇ ଗୋଟିଏ ଆମ୍ବ ଗଛ ଛାଇରେ ଟିକିଏ ଶୋଇ ପଡ଼ିଥାଏ। ବାଁ ହାତରେ ସେମିତି ରହିଥାଏ ପାଞ୍ଚଣଟି। ଏହି ସମୟରେ ଗଛ ଛାଇର ଫାଙ୍କ ଦେଇ ଚେନାଏ ସୂର୍ଯ୍ୟ କିରଣ ଆସି ତା ମୁହଁ ଉପରେ ପଡ଼ୁଥାଏ। ତାହା ଦେଖି କାହୁଁ ଆସି ନାଗସାପଟିଏ ଫଣା ଟେକି ତାକୁ ଛାଇ କଲା। ଏତିକିବେଳେ କାଶିଆଟା ସଙ୍ଗାତ ପାଖକୁ ଆସୁଥିଲା। ଦୂରରୁ ସେ ଦୃଶ୍ୟ ଦେଖି ସେ ଦିପାହୁଣ୍ଡ ପଛେଇ ଗଲା। ତାକୁ ଦେଖି ସାପଟା ମଧ୍ୟ ପଶିଗଲା ଗାତ ଭିତରକୁ। କାଶିଆ ଏଥର କପିଳାକୁ ହଲେଇ ଦେଇ ନିଦରୁ ଉଠେଇଲା। କହିଲା, ଏ ସଙ୍ଗାତ, ଉଠୁ ଉଠୁ, ତୁ ନିଶ୍ଚୟ ଦିନେ ନା ଦିନେ ରାଜା ହେବୁ। ତୁ କେମିତି ଜାଣିଲୁ? ଉଠିପଡ଼ି ଆଖି ମଳୁ ମଳୁ ପଚାରିଲା କପିଳା। ଦିନେ ମୋ ଜେଜେବାପା କହୁଥିଲେ, ନାଗସାପ ଯାହା ମୁଣ୍ଡ ଉପରେ ଫଣା ଟେକେ ସେ ରାଜା ହୁଏ। ଏଇନେ ଗୋଟିଏ ନାଗସାପ ତୋ ମୁଣ୍ଡ ଉପରେ ଫଣା ଟେକି ରହିଥିଲା। କପିଳା କହିଲା, ବେଶ୍ ତ, ମୁଁ ଯଦି ରାଜା ହୁଏ ତତେ ନିଶ୍ଚୟ ମନ୍ତ୍ରୀ କରିବି। ହେଲା ତ? ବୈଶାଖ ଯାଇ ଜ୍ୟେଷ୍ଠ ମାସ ହେଲା। ଜ୍ୟେଷ୍ଠ ପରେ ଆସିଲା ଆଷାଢ଼, ପୁରୀର ପ୍ରସିଦ୍ଧ ରଥଯାତ୍ରା। ଗାଁରୁ କେତେ ଲୋକ ବାହାରିଲେ ରଥଯାତ୍ରା ଦେଖିବାକୁ। କପିଳାର ମନ ଭାରି ଉଚ୍ଛନ୍ନ ହେଲା। ସେ ବି ଟିକିଏ ରଥଯାତ୍ରା ଦେଖି ଯାଆନ୍ତା। ସଙ୍ଗାତ ଏବଂ ତାର ବାପା ବୋଉ ରଥକୁ ଯାଉଥିଲେ। ସେ ଯାଇ ତାଙ୍କ ଘରେ ପହଞ୍ଚିଲା। ସଙ୍ଗାତର ବାପାକୁ କହିଲା, ସାଆନ୍ତେ, ମୋତେ ଟିକେ ତୁମ ସାଙ୍ଗରେ ରଥଯାତ୍ରା ଦେଖେଇ ନିଅନ୍ତନି? ସାଆନ୍ତେ ଭାରି ହସଖୁସିଆ ମଣିଷ। ସେ ହସି ହସି କହିଲେ, ତୁ ଏକା କାହିଁକି? କାଶିଆ ଯାଉଛି, କାଶିଆ ମା ଯାଉଛି, ତୁ ଏବଂ ତୋର ମା ମଧ୍ୟ ଆମ ସାଙ୍ଗରେ ଚାଲ। କେତେଗୁଡ଼ାଏ ବାଟ ଚାଲି ଚାଲି ପାଦ ଛିଣ୍ଡି ଯିବ ଯଦି ବେଳସୁ ବାହାରି ପଡ଼। କପିଳାର ମନ ଭାରି ଖୁସି। ସେ ସେମାନଙ୍କ ସହିତ ପୁରସ୍ତମ ଗଲା। ସିଂହଦ୍ୱାରଠାରୁ ବଳଗଣ୍ଡି ପର୍ଯ୍ୟନ୍ତ ରଥଦାଣ୍ଡ ଲୋକାରଣ୍ୟ। ସ୍ତ୍ରୀ ଲୋକମାନେ କାନିରେ ଗଣ୍ଠି ପକେଇକି, ଜଣକ କାନିକୁ ଆଉ ଜଣେ କାନି ଗଣ୍ଠି ପକେଇକି ଭିଡ଼ ଠେଲି ଠେଲି ଆଗକୁ ଚାଲିଥାନ୍ତି। ସୋରିଷଟିଏ ପକେଇବାକୁ ବି ରାହା ନଥାଏ।
ସେଇ ଭିଡ଼ ମଧ୍ୟରେ ଠିଆ ହୋଇ ବୋଉର ହାତ ଧରି କପିଳା ନନ୍ଦିଘୋଷ ରଥ ଉପରେ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ କରୁଥାଏ। ତୁରି ଭେରି ଘଣ୍ଟ କାହାଳି ଶଙ୍ଖ ହୁଳହୁଳି ହରିବୋଲ ଧ୍ୱନିରେ କମ୍ପୁଥାଏ ବଡ଼ଦାଣ୍ଡ। ଏତିକିବେଳେ ହୁ ହୁ ହୋଇ ଗୋଟାଏ ମଣିଷ ଲହଡ଼ି ମାଡ଼ି ଆସିଲା ତାଙ୍କରି ଆଡ଼କୁ। ତାରି ଭିତରେ କିଏ କୁଆଡ଼େ ଛିନଛତ୍ର ହୋଇଗଲେ। କପିଳା ମା କାନ୍ଦି ଉଠିଲା, ଇଲୋ ମୋ କପିଳା କାଇଁଲୋ, କୁଆଡ଼େ ଗଲା ସିଏ? ସାଆନ୍ତେ ଯାମ ଟିକେ ଖୋଜି ଆଣ। ଆରେ କାଶିଆ ଦେଖ ଭଲା ତୋ ସାଙ୍ଗ କୁଆଡ଼େ ଗଲା? ସମସ୍ତେ ସିନା ଖୋଜିଲେ, ହେଲେ କପିଳା ମିଳିଲେ ତ? ଏଣେ କ'ଣ ହୋଇଛି, ସେହି ସମୟରେ ଉତ୍କଳର ରାଜା ଥାନ୍ତି ଅପୁତ୍ରିକ। ତାଙ୍କ ପରେ କିଏ ରାଜା ହେବ ସେଥିପାଇଁ ଦିନରାତି ତାଙ୍କର ଭାଳେଣି ପଡ଼ିଥାଏ। ଜଗନ୍ନାଥଙ୍କ ବିନା ଓଡ଼ିଆ ଜାତିର ଏତେ ଅନ୍ତରଙ୍ଗ ଦେବତା ଅନ୍ୟ କେହି ନୁହନ୍ତି। ରାଜାଠୁ ପ୍ରଜା ଯାଏ ପ୍ରତିଟି ଓଡ଼ିଆ ପ୍ରାଣରେ ତାଙ୍କ ଲାଗି ଶ୍ରଦ୍ଧାର ସ୍ଥାନଟିଏ ରହିଛି। ଭଲରେ ମନ୍ଦରେ ସୁଖରେ ଦୁଃଖରେ ହାନିରେ ଲାଭରେ ଓଡ଼ିଆମାନେ ତାଙ୍କୁ ହିଁ ଡାକନ୍ତି। ସେମିତି ଉତ୍କଳ ରାଜା ତାଙ୍କ ପରେ କିଏ ରାଜା ହେବ ସେଇ କଥା ଜଣାଇ ଜଗନ୍ନାଥଙ୍କୁ ଦିନରାତି ଡାକୁଥାନ୍ତି। ଭକ୍ତବତ୍ସଳ ଭଗବାନ ଭକତ ଜନର ଅଧୀନ। ଭାବଗ୍ରାହୀ ଜଗନ୍ନାଥ ରାଜାଙ୍କର ମନ କଥା ବୁଝିପାରି ସ୍ୱପ୍ନରେ ଦିନେ ଦେଖାଦେଇ କହିଲେ, ରାଜା ତୁ ଚିନ୍ତା କରନା, କାଲି ସକାଳେ ତୁ ଶ୍ରୀମନ୍ଦିର ସାମ୍ନାକୁ ଆସିବୁ। ଦେଖିବୁ ଗରୁଡ଼ ଖମ୍ବ ନିକଟରେ ବସି ଯିଏ ଖପରା କରି ଅବଢ଼ା ଖାଉଥିବ, ତୋ ଅନ୍ତେ ସେହି ହେବ ଉତ୍କଳର ରାଜା। ଶ୍ରୀମୁଖରୁ ଆଜ୍ଞା ପାଇ ରାଜାଙ୍କର ସ୍ୱପ୍ନ ଭାଙ୍ଗିଗଲା। ତା ପରଦିନ ସକାଳୁ ସୈନ୍ୟ ସାମନ୍ତଙ୍କୁ ସାଥିରେ ଧରି ରାଜା ଶ୍ରୀମନ୍ଦିରକୁ ବିଜେ କଲେ। ଆଗେ ଆଗେ କାହାଳି ନାଦ କରି ଚାଲିଥାଏ କାହାଳିଆ। ସତକୁ ସତ ରାଜା ଦେଖିଲେ କପିଳା ବୋଲି ପିଲାଟିଏ ରଥଯାତ୍ରାରେ ସାଙ୍ଗସାଥୀଙ୍କୁ ହରେଇ ଶ୍ରୀମନ୍ଦିର ସାମ୍ନାରେ ବସି ଖପରା କରି ଖାଉଛି। ପିଲାଟିର ମୁହଁକୁ ଚାହିଁ ରାଜା ଦେଖିଲେ ଫୁଟି ଉଠିଛି ସମସ୍ତ ରାଜଲକ୍ଷଣ। ସିଏ ସିନା ନାଁକୁ ମାତ୍ର ରାଜା, ହେଲେ ଉତ୍କଳର ପ୍ରକୃତ ରାଜା ହେଉଛନ୍ତି ଜଗନ୍ନାଥ। ତାଙ୍କର ଯେତେବେଳେ ଆଜ୍ଞା ହୋଇଛି ଏଇ ପିଲାଟି ରାଜା ହେବ, ଲୋକଙ୍କର ସେବକ ହେବ, ତାଙ୍କ କଥାକୁ ସେ ଅମାନ୍ୟ କରିବେ କେମିତି? ସେ ସଙ୍ଗେ ସଙ୍ଗେ ମନ୍ତ୍ରୀକୁ ଆଦେଶ ଦେଲେ, ଏଇ ପିଲାଟିକୁ ନେଇ ଯୁଦ୍ଧ ବିଦ୍ୟା ଶିଖାଇବାର ବ୍ୟବସ୍ଥା କରନ୍ତୁ। ପିଲାଦିନରୁ ତ ବଡ଼ ହେବା ପାଇଁ ମନଟା ତାର ଆକାଶରେ ଉଡ଼ୁଥିଲା। ସୁଯୋଗ ମିଳିବାରୁ ମନ ଧ୍ୟାନ ଦେଇ ସେ ଯୁଦ୍ଧ ବିଦ୍ୟା ଶିଖିଲା। ଗଲେ ପ୍ରାଣ ଯିବ, ବର୍ତ୍ତିଲେ ରାଜଦୃଷ୍ଟି ପଡ଼ିବ। କ୍ରମେ ଖଣ୍ଡାବୁଲାରେ, ମାଲବନ୍ଧାରେ, ଘୋଡ଼ା ଚଢ଼ାରେ ସେ ସମସ୍ତଙ୍କୁ ହରେଇ ଦେଲା। ତା ଘୋଡ଼ା ଯେତେବେଳେ ସମସ୍ତଙ୍କ ଘୋଡ଼ାକୁ ଟପି ଯାଇ ଉଲ୍କା ବେଗରେ ଆଗକୁ ଛୁଟିଯାଏ, ନିଜେ ରାଜା ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ତାଙ୍କର ସୁଦୃଷ୍ଟି ଓ ଶୁଭେଚ୍ଛାତକ ଅଜାଡ଼ି ହୋଇପଡ଼େ ପିଲାଟିର ମଥାରେ। ଯାହା ରୂପଗୁଣର ପ୍ରଶଂସା ସବୁରି ମୁହଁରେ ରଟୁଛି, ସେଇଭଳି ସର୍ବଗୁଣ ସମ୍ପନ୍ନ ତରୁଣର ଭାଗ୍ୟ ତ ଖୁବ୍ ଶୀଘ୍ର ବଦଳିବାର କଥା। ତାର ସେ ବୀରତ୍ୱ ଦେଖି ମହାମନ୍ତ୍ରୀ ଦିନେ ତା ମୁଣ୍ଡରେ ପାଟଶିରପା ବାନ୍ଧି ଦେଇ ଧରାଇ ଦେଲେ ଖଣ୍ଡା। କପିଳା, ତୁମେ ହେଲ ଆଜିଠାରୁ ଉତ୍କଳର ସେନାପତି। ସେତିକିବେଳେ ରାଜା ସେଠାରେ ପହଞ୍ଚି ଯାଇ କହିଲେ, ମହାମନ୍ତ୍ରୀ, ଜଗନ୍ନାଥଙ୍କ ଇଚ୍ଛା ମୋ ଅନ୍ତେ କପିଳା ହେବ ଓଡ଼ିଶାର ରାଜା। ଜଗନ୍ନାଥଙ୍କ ଇଚ୍ଛାକୁ ଅବମାନନା କରିବାର ସାଧ୍ୟ ବା କାହାର? ସତକସୁତ ରାଜାଙ୍କ ଅନ୍ତେ କପିଳା ହେଲା ଉତ୍କଳର ରାଜା। ତାଙ୍କର ବୀରତ୍ୱର ଚଉଦିଗ ତାଙ୍କ ବୀରତ୍ୱରେ କମ୍ପି ଉଠିଲା। ଗଙ୍ଗାଠାରୁ ଗୋଦାବରୀ ଯାଏ ରାଜ୍ୟ ଜୟ କରି ସେ ଉତ୍କଳର ସୀମାକୁ ବଢ଼ାଇ ଦେଲେ। ଯୋଉଠି ଗୁଣ ବୀରଶ୍ରୀ ଗଜପତି, ଗୌଡ଼େଶ୍ୱର ନବକୋଟି କର୍ଣ୍ଣାଟ କଳବର୍ଗେଶ୍ୱର ବୀରାଧି ବୀରବର ପ୍ରତାପୀ ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବଙ୍କର ଜୟ ଜୟକାର ଅଳ୍ପ ଦିନ ମଧ୍ୟରେ ସାରା ଭାରତରେ ବ୍ୟାପିଗଲା ତାଙ୍କର ସୁନାମ। ତେଣେ ଦିନେ ଗାଁ କମାରଶାଳରେ କଥା ପଡ଼ିଲା। ଜଣେ କହିଲା, ଶୁଣିଲଣି ବର୍ତ୍ତମାନ ଉତ୍କଳର ରାଜା କିଏ? କାହାର କୀର୍ତ୍ତି ଧ୍ୱଜା ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ଉଡ଼ୁଛି? ଆଉ ଜଣେ ପଚାରିଲା, କିଏ? ପ୍ରଥମ ଲୋକଟି କହିଲା, ଏଇ ଆମ ଗାଁ କପିଳା ପରା। ଏ ସେଇ ମୂଲିଆର ପିଲାଟା? ହଇରେ, ଏ ପରା ଆମ ଜଗନ୍ନାଥ ଦେଶ। ଯେଉଁଠି ଚଣ୍ଡାଳ ବ୍ରାହ୍ମଣ ସମସ୍ତେ ସମାନ, ସେଠି ସେଇ କଥା ପଚାରୁଛୁ କ'ଣ? ଏ ଦେଶରେ ମୂଲିଆ ପିଲା ବି ରାଜା ହୁଏ। ଆମ ଏ ରାଇଜେ କେହିନ ନୁହେଁ ହୀନକାର କର୍ମ, ଝାଡ଼ୁ ଧରି ଛେରା ପହଁରା କରିବା ଯେ ଦେଶେ ରାଜାର ଧର୍ମ। ଦେଖିବ ରୁହ,
ଆଉ ଅଳ୍ପ ଦିନରେ ଏ ଦେଶର ଅଭାବ ଅସୁବିଧା ଦୁଃଖ ବୋଲି କିଛି ରହିବ ନାହିଁ। ଆମରି ଭିତରୁ ଜଣେ ଯେତେବେଳେ ରାଜା ହୋଇଛି ସେ ଆମର ସବୁ ସୁବିଧା ଅସୁବିଧାର କଥା ନିଶ୍ଚୟ ବୁଝିବ। ଆମେ ମହା ସୁଖରେ କାଳାତିପାତ କରିବା। ଏ ରାଜ୍ୟ ହେଲା ରାମ ରାଜ୍ୟ। ସେଠାରେ ବସି କାଶିଆ ଏସବୁ ଶୁଣୁଥିଲା। ସେ ପଚାରିଲା, କ'ଣ ହେଲା? ମୋ ସଙ୍ଗାତ ଉତ୍କଳର ରାଜା, ସେ ରାଜା ହେଲେ ମୋତେ ମନ୍ତ୍ରୀ କରିବ ବୋଲି ଯେଉଁ କଥା ଦେଇଥିଲା ତାର କ'ଣ ମନେ ନାହିଁ? ଏତିକି ବେଳେ ରାଜାଙ୍କର ଜଣେ ଦୂତ ସେଠାରେ ପହଞ୍ଚି କହିଲା, ଆପଣମାନଙ୍କ ମଧ୍ୟରେ କାଶୀନାଥ କିଏ ଅଛନ୍ତି କି? ତାଙ୍କୁ ଛାମୁଙ୍କର ଡାକରା ଆସିଛି। କାଶିଆ ଚମକି ପଡ଼ିଲା। ମହାରାଜ କପିଳେନ୍ଦ୍ର ଦେବ ମୋତେ ସ୍ମରଣ କରିଛନ୍ତି? ହଁ, ଆପଣଙ୍କୁ। ଚାଲନ୍ତୁ ମୋ ସାଙ୍ଗରେ। କାଶିଆ ଦୂତ ସାଙ୍ଗରେ ଯାଇ ଗଡ଼ରେ ପହଞ୍ଚିଲା। ତାକୁ ଦେଖୁ ଦେଖୁ ମହାରାଜା ସିଂହାସନରୁ ଉଠି ପାଛୋଟି ନେଲେ। ମୋର ସଙ୍ଗାତ, ମୁଁ ସେଇ କପିଳା। ମହାରାଜ, ମୁଁ ତୋ କଥା ଭୁଲିନି ରେ କାଶିଆ। ଏଇ ତୋ ମଥାରେ ମୁଁ ପାଟ ଶିରପା ଭିଡ଼ି ଦେଉଛି। ତୁ ହେଉଛୁ ଆଜିଠାରୁ ଉତ୍କଳର ମହାମନ୍ତ୍ରୀ। ସେ ଦୃଶ୍ୟ ଦେଖି ସେଠାରେ ଯେଉଁ ରାଜପରିଷଦମାନେ ଥିଲେ ସେମାନଙ୍କର ଆନନ୍ଦରେ ଆଉ ସୀମା ରହିଲା ନାହିଁ। ସେମାନେ ଜୟ ଜୟକାର କଲେ। ଜୟ ଉତ୍କଳର ଜୟ, ଜୟ ଜଗନ୍ନାଥଙ୍କର ଜୟ, ଜୟ ମହାରାଜା କପିଳେନ୍ଦ୍ର ଦେବଙ୍କର ଜୟ। ଓଡ଼ିଶାର ଆଧ୍ୟାତ୍ମିକ ଓ ସାଂସ୍କୃତିକ ଇତିହାସରେ ଜଗନ୍ନାଥଙ୍କ ସ୍ଥାନ ସର୍ବବିଦିତ। କୌଣସି ନିର୍ଦ୍ଦିଷ୍ଟ ଧର୍ମ, ମତବାଦ ବା ସମ୍ପ୍ରଦାୟର ସଂକୀର୍ଣ୍ଣ ପରିସର ମଧ୍ୟରେ ଆବଦ୍ଧ ନୁହନ୍ତି ଜଗନ୍ନାଥ। ଅନ୍ୟ କୌଣସି ଦେଶରେ ଏହିପରି ଘଟଣାର ଉଦାହରଣ ନାହିଁ ଯେଉଁଠି ଜଣେ ପ୍ରଜା ମଧ୍ୟ ରାଜା ହୋଇପାରେ। ବିରାଟ ଏଇ ପୃଥିବୀ, ବିରାଟ ଏଇ ମଣିଷ ଜାତି। କେତେ ଭାଷା, କେତେ ଧର୍ମ, କେତେ ସମ୍ପ୍ରଦାୟ। ସେ ସମସ୍ତଙ୍କଠାରୁ ଓଡ଼ିଆ ଜାତି ଯେ କିଛି ନ ପାଇଛି ସେଇଆ ନୁହେଁ, ମାତ୍ର ଯେତିକି ପାଇଛି ସେତିକି ସେ ସୁଝେଇ ଦେଇଛି ଏକା ଏଇ ଜଗନ୍ନାଥ ମହାପ୍ରଭୁଙ୍କୁ ଧରି। କପିଳେନ୍ଦ୍ର ଦେବ କାଳେ କାଳେ ଓଡ଼ିଆ ଜାତିର ନମସ୍ୟ ହୋଇ ରହିଛନ୍ତି। ଯେତେ ତାଙ୍କ ରାଜ୍ୟ ଜୟ ଲାଗି ନୁହେଁ, ସେତେ ସେବା ଆଉ ସେବକର ଭାବଧାରାର ପ୍ରଚଳନ ଲାଗି। ରଥ ଉପରେ ଛେରା ପହଁରା ପ୍ରଥା ସେ ପ୍ରଥମ କରି ପ୍ରଚଳନ କରିଥିଲେ।